ପ୍ରଥମ ଶତାବ୍ଦୀରେ ପ୍ରେରିତ ପାଉଲ ସୁସମାଚାର ପ୍ରସାରିତ କରିବାରେ ଏକ ପ୍ରମୁଖ ବ୍ୟକ୍ତି ଥିଲେ। ପୂର୍ବରେ ତାଙ୍କ ନାମ ସାଉଲ। ସେ ଖ୍ରୀଷ୍ଟିଆନମାନଙ୍କୁ ନିର୍ଯାତନା କରୁଥିଲେ। କିନ୍ତୁ ଯେତେବେଳେ ସେ ଖ୍ରୀଷ୍ଟିଆନମାନଙ୍କୁ ନିର୍ଯାତନା କରିବା ପାଇଁ ଯାଉଥିଲେ, ସେତେବେଳେ ଦମସ୍କସ୍ ରାସ୍ତାରେ ଯୀଶୁଖ୍ରୀଷ୍ଟ ତାଙ୍କୁ ଦର୍ଶନ ଦ୍ୱାରା କଥା ହେଲେ। ତହୁଁ ସେ ମନ ପରିବର୍ତ୍ତନ କଲେ। ମନ ପରିବର୍ତ୍ତନ ପରେ ସେ ଯୀଶୁଖ୍ରୀଷ୍ଟଙ୍କ ଏକ ପ୍ରବଳ ପ୍ରେରିତ ହେଲେ ଏବଂ ସୁସମାଚାର ବିସ୍ତାର କରିବା ନିମନ୍ତେ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ। ସେ ସୁସମାଚାର ପ୍ରଚାର କରିବା ନିମନ୍ତେ ଏସିଆ, ଗ୍ରୀସ୍, ରୋମ ଭଳି ଜାଗାକୁ ସେ ଯାତ୍ରା କଲେ। ଅନେକ ମଣ୍ଡଳ ସ୍ଥାପନ କଲେ ଏବଂ ଯୀଶୁଖ୍ରୀଷ୍ଟଙ୍କୁ ସମସ୍ତ ଲୋକମାନଙ୍କ ପାଇଁ ଉପଲବ୍ଧ କରାଇଥିଲେ। ସେ ବାଇବଲରେ 13ଟି ପୁସ୍ତକ ଲେଖିଅଛନ୍ତି। ସେ ଲେଖାଗୁଡ଼ିକ ଯେପରିକି ରୋମିଓ, ପ୍ରଥମ କରନ୍ତୀୟ, ଦ୍ୱିତୀୟ କରନ୍ତୀୟ, ଗାଲାତୀୟ, ଏଫିସିୟ, ଫିଲିପିୟ, କଲୋସିୟ, ପ୍ରଥମ ଥେସଲୋନିକୀୟ, ଦ୍ୱିତୀୟ ଥେସଲୋନିକୀୟ, ପ୍ରଥମ ଥିମୋଥି, ଦ୍ୱିତୀୟ ଥିମୋଥି, ତିତୁସ ଏବଂ ଫିଲୋମନ।